ଜୟ ଜଗନ୍ନାଥ। ଆସନ୍ତୁ ଆଜି ଜାଣିବା ଯେ ଯକ୍ଷ୍ମା ବା ଟିବି ରୋଗଟି ଏହା କିପରି ବ୍ୟାପିଥାଏ। ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ବା ଗୋଟିଏ ରୋଗୀଠାରୁ ଗୋଟିଏ ସୁସ୍ଥ ଶରୀର ମଧ୍ୟକୁ ଏହା କିପରି ପ୍ରବେଶ କରିଥାଏ। ଆମେ ପୂର୍ବ ଏପିସୋଡ଼ରେ ଜାଣିଥିଲେ ଗୋଟିଏ ହେଉଛି ଫୁସ୍ଫୁସ୍ ଜନିତ ଯକ୍ଷ୍ମା, ଆଉ ଗୋଟିଏ ହେଉଛି ଫୁସ୍ଫୁସ୍ ବାହ୍ୟ ଯକ୍ଷ୍ମା, ଅର୍ଥାତ୍ ପଲ୍ମୋନାରୀ ଟିବି ଆଣ୍ଡ ଏକ୍ସଟ୍ରା ପଲ୍ମୋନାରୀ ଟିବି। ଯଦି ଜଣକୁ ପଲ୍ମୋନାରୀ ଟିବି ହେଇଛି ଅର୍ଥାତ୍ ତାର ଫୁସ୍ଫୁସ୍ ଆକ୍ରାନ୍ତ ହୋଇଛି, ତାହେଲେ ତାକୁ ତ ନିଶ୍ଚିତ ଭାବରେ କାଶ ହେବ। ବେଳେବେଳେ ଅଧିକ ଦିନ ହୋଇଗଲେ ମଧ୍ୟ କାଶ ବଢ଼ିଯାଇ ସେଥିରେ କଫ ଯେଉଁ ଆସେ, ସେ କଫରେ ମଧ୍ୟ ରକ୍ତ ବେଳେବେଳେ ଆସେ। ତ ଯଦି ଆମେ କାଶି ବା ଆମର କାଶ ହେବା ଦ୍ୱାରା ଆମେ କଫ ଗୁଡ଼ିକୁ ଏଣେ ତେଣେ ପକାଇବା ବା ଆମେ ଛିଙ୍କିବା, ତାହେଲେ କ'ଣ ହେବ ନା ସେଗୁଡ଼ିକ ବାୟୁମଣ୍ଡଳରେ ବା ଏୟାରରେ ମିଶିଯିବ। କାରଣ ସେଇ କଫ ଗୁଡ଼ିକ ସହିତ ଆମର ଏଇ ଯେଉଁ ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକ୍ୟୁଲୋସିସ୍ ଜୀବାଣୁଟି ଆସିଥାଏ। ତେଣୁ କ'ଣ ହୁଏ ନା ଯେତେବେଳେ ସୁସ୍ଥ ଲୋକଟି ତାକୁ ଇନହେଲ୍ କରେ ବା ଗ୍ରହଣ କରେ, ତାହେଲେ ସେ କ'ଣ ହୁଏ ନା ତାର ନାକ ବାଟ ଦେଇ ତାର ଲଙ୍ଗସକୁ ସିଧା ଚାଲି ଯାଇଥାଏ ଏବଂ ସେଠାରେ ଯାଇକି ସେ ତାର କ'ଣ କରେ ନା ବଂଶ ବିସ୍ତାର କରିବା ଆରମ୍ଭ କରିଥାଏ। ଏବଂ ଯେତେବେଳେ ଆମର ଇମ୍ୟୁନ୍ ପାୱାର ବା ଆମର ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ, ସେତେବେଳେ ସେ କ'ଣ କରେ ନା ତାଙ୍କର ବଂଶ ବିସ୍ତାର କରିବା ଦ୍ୱାରା ଆମେ ରୋଗରେ ପୀଡ଼ିତ ହୋଇଥାଉ। ତ ଏଇଟାକୁ କୁହାଯାଉଛି ସାଧାରଣତଃ କ'ଣ ନା ପଲ୍ମୋନାରୀ ଟିବି। ତେଣୁ ଏଇଟା ଗୋଟେ ଏୟାରବର୍ନ ଡିଜିଜ୍ ବୋଲି କୁହାଯାଏ। କାହିଁକି ନା ଏହା ବାୟୁ ଦ୍ୱାରା ଜଣେ ଅସୁସ୍ଥ ଲୋକ ବା ରୋଗୀ ଠାରୁ ଗୋଟେ ସୁସ୍ଥ ଲୋକ ଶରୀର ମଧ୍ୟକୁ ବ୍ୟାକ୍ଟେରିଆ ସହଜରେ ଯାଇପାରେ। କାରଣ ଆପଣମାନେ ଜାଣିଥିବେ, ଆପଣ ମନେକର ଯାଉଛନ୍ତି କୌଣସି ବସ୍ରେ, ଟ୍ରେନରେ ବା କୌଣସି ଭିଡ଼ ଜାଗାରେ ବା ମେଳାରେ, ସେଠି ମଧ୍ୟ ବି ଟିବି ପେସେଣ୍ଟ ଥାଇପାରନ୍ତି। ଆମେ ତ ସମସ୍ତଙ୍କୁ ଜାଣିନେ, ସାଧାରଣତଃ କିଏ କାଶି ଦେଲେ ବି ଆମେ ଭାବୁ ବୋଧେ ଥଣ୍ଡା ହେଇଛି ତ କାଶି ଦେଉଛି। ତ ସେଠି ସେମିତି ଯଦି ଜଣେ ଟିବି ପେସେଣ୍ଟ କାଶିଥାଏ, ତାହେଲେ ସେ ବାୟୁମଣ୍ଡଳଟି ମଧ୍ୟ ଟିବି ଜୀବାଣୁ ବାୟୁମଣ୍ଡଳରେ ରହିଯାଇଥାନ୍ତି। ତେଣୁ ଜଣେ ସୁସ୍ଥ ଲୋକ ଯଦି ସେହି ସମୟରେ ଇନହେଲ୍ କରିବ, ତାହେଲେ ସେ ମଧ୍ୟ ତା ଶରୀର ମଧ୍ୟକୁ ଯିବାର ବହୁତ ସମ୍ଭାବନା ଥାଏ, ଯେଉଁଟାକି ବେଶୀ ସାଧାରଣତଃ ଟ୍ରେନ୍ ଏବଂ ବସ୍ ମାନଙ୍କରେ ଦେଖାଯାଇଥାଏ। ତ ତେଣୁ ଏଇଟା ହେଉଛି ଗୋଟେ କମନ୍ ବା ସାଧାରଣ ଭାବରେ ସ୍ପ୍ରେଡ୍ ହୋଇଥାଏ। ଏହାକୁ କୁହାଯାଏ ପଲ୍ମୋନାରୀ ଟିବି। ଏବଂ ଏକ୍ସଟ୍ରା ପଲ୍ମୋନାରୀ ଟିବି, ଏହା ସାଧାରଣତଃ ବାୟୁ ଦ୍ୱାରା ସହଜରେ ବ୍ୟାପିପାରେ ନାହିଁ। କାହିଁକି ନା ଆମର ଶରୀର ମଧ୍ୟରେ ମନେକର ହେଇଛି ଲିମ୍ଫ ନୋଡ୍ ମଧ୍ୟ ମନେକର ଇନଫେକ୍ଟେଡ୍ ହେଇ ସେଠାରେ ଟିବି ହେଇଯାଇଛି, ତ ସେ ଜାଗାଟା ଫୁଲାଟେ ରହିବ ଲିମ୍ଫ ନୋଡ୍ଟା, ଏବଂ ଆମକୁ ବେଳେବେଳେ ପେନ୍ ବି ହେବ। ତ ସେଇଟା କ'ଣ ହୁଏ ନା ତାକୁ ଛୁଇଁ ଦେଲେ ଯେ ଟିବି ଆସିବନି। ବେଳେବେଳେ ଆମର ଦେଖିଥିବେ, ଲକ୍ଷ୍ୟ କରିଥିବେ, ଘା ହେଇଯାଉଛି, ବହୁତ ଦିନ ଧରିକି ଘାଟା ଶୁଖୁନାହିଁ, ବହୁତ ଆଣ୍ଟିବାୟୋଟିକ୍ ନେଲା ପରେ ମଧ୍ୟ ଘା ଶୁଖୁନାହିଁ। ତ ଆମ ମନ ମଧ୍ୟରେ ଡାଉଟ୍ ଆସିବା ଦରକାର ଯେ ମେ ବି ଏହା ଏକ ଟିବି, ଏକ୍ସଟ୍ରା ପଲ୍ମୋନାରୀ ଟିବି ହେଇଥାଇପାରେ। ତ ସେଥିପାଇଁ ସେ ପସ୍କୁ କ'ଣ କରାଯାଏ ବା ସେ ପୂଜକୁ ନେଇ ପରୀକ୍ଷା କରାଯାଏ। ଯଦି ପରୀକ୍ଷାରେ ଏହା ଟିବି ବୋଲି ଡିଟେକ୍ଟ ହେଲା, ତାହେଲେ ଆମକୁ ବହୁତ ପ୍ରିକସନ୍ ନେବାକୁ ପଡ଼ିବ। କାରଣ ସେ ଘାଟାକୁ ଯଦି ଜଣେ ସୁସ୍ଥ ଲୋକ ଛୁଇଁଲା ବା ଅନ୍ୟ ଜଣଙ୍କ କୌଣସି ଖଣ୍ଡିଆ ସ୍ଥାନରେ ସେ ଘାଟା ଯାଇ ବାଜିଲା ବା ପୂଜଟା ଯାଇକି ଟଚ୍ କଲା, ତାହା ଶରୀର ମଧ୍ୟରେ ରହି ଅନ୍ୟ ଜଣେ ସୁସ୍ଥ ଲୋକ ଶରୀର ମଧ୍ୟକୁ ମଧ୍ୟ ଚାଲି ଯାଇପାରେ। ସେଠି କଣ୍ଟାକ୍ଟ ଦ୍ୱାରା ଯାଇଥାଏ। କିନ୍ତୁ କାହାକୁ ମନେକର ବ୍ରେନ୍ ଟିବି ହେଇଛି, ଆମର ସେରେବ୍ରୋସ୍ପାଇନାଲ ଫ୍ଲୁଇଡ୍ କଲେକ୍ସନ୍ କରିକି ଆମେ ଡିଟେକ୍ଟ କଲେ ଯେ ତାକୁ ବ୍ରେନ୍ ଟିବି ହେଇଯାଇଛି। ବ୍ରେନ୍ ଟିବିଟା ହେଉଛି ବହୁତ ଡେଞ୍ଜର ଟିବି। ତ ସେତେବେଳେ ଲୋକ କ'ଣ କରିବେ ନା ବେଳେବେଳେ କିଛି ଜାଣିପାରିବନି, ଜ୍ୱର ବଢ଼ିଯିବ ଏବଂ ତାକୁ ବହୁତ ପେନ୍ ବି ହେବ, ବା ବୋନ୍ ମ୍ୟାରୋ ଟିବି ହେଲେ ମଧ୍ୟ ତାକୁ ବହୁତ ପେନ୍ ହେବ, ବା ଆମର ସ୍ପାଇନାଲ୍ କର୍ଡ଼ରେ ମଧ୍ୟ ଟିବି ହେଲେ ମଧ୍ୟ ବହୁତ ଯନ୍ତ୍ରଣାଦାୟକ ହେବ। ତ ସେ ସମୟରେ ସେଗୁଡ଼ିକ ଯେହେତୁ ବାହ୍ୟ କଣ୍ଟାକ୍ଟ ରହୁନାହିଁ, ତେଣୁ ସେଟା ସ୍ପ୍ରେଡ୍ ହେବା ଏତେ ସହଜ ନୁହଁ। ତେଣୁ ଏକ୍ସଟ୍ରା ପଲ୍ମୋନାରୀ ଟିବି ଯଦି ଆମକୁ ସାଧାରଣତଃ ହେଇଛି, ତାହେଲେ ଯେଉଁ ଜାଗାଟା ଇନଫେକ୍ଟେଡ୍ ବୋଲିକି ଆମ ଡକ୍ଟର ସସ୍ପେକ୍ଟ କରନ୍ତି, ସେ ଜାଗାରୁ କିଛି ଟିସ୍ୟୁ ହେଉ ବା ସେଲ୍ ହେଉ କଲେକ୍ସନ୍ କରାଯାଇ ଟେଷ୍ଟ ପାଇଁ ଲାବୋରେଟୋରୀକୁ ପଠାଯାଇ ତାହା କନଫର୍ମ କରାଯାଇଥାଏ। ତେଣୁ ଆମେ ବର୍ତ୍ତମାନ ଜାଣିଲେ ଯେ ଏହା ସାଧାରଣତଃ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ କିପରି ସ୍ପ୍ରେଡ୍ ହେଉଛି। ଆଉ ଗୋଟେ ମନେ ରଖନ୍ତୁ ଯେ ପେସେଣ୍ଟକୁ ଛୁଇଁ ଦେଲେ ଯେ ଟିବି ହେବ, ତାହା ଭୁଲ ଧାରଣା।
କାରଣ ଯେ ପର୍ଯ୍ୟନ୍ତ ଜୀବାଣୁଟି ଆପଣଙ୍କ ଶରୀରକୁ ନ ଯାଇଛି ଗୋଟେ ରୋଗୀ ଠାରୁ ସେ ପର୍ଯ୍ୟନ୍ତ ଆପଣଙ୍କୁ ଟିବି ହେବାର ଚାନ୍ସ ନାହିଁ। ଯେଉଁଟାକି ଆମେ ଜାଣିଲେ ପଲ୍ମୋନାରୀ ଟିବିରେ ସ୍ପ୍ରେଡ୍ ହେବାଟା କ୍ୱିକ୍ ହୋଇଥାଏ, ଜଣକ ଅନ୍ୟ ଜଣଙ୍କ ଠାରୁ ଶୀଘ୍ର ବ୍ୟାପି ଯାଇପାରେ। କିନ୍ତୁ ଏକ୍ସଟ୍ରା ପଲ୍ମୋନାରୀ ଟିବିରେ ଏତେ ଶୀଘ୍ର ବ୍ୟାପିପାରେ ନାହିଁ। ଏ ପ୍ରତି ମଧ୍ୟ ଆମେ ଧ୍ୟାନ ଦେବା ଉଚିତ। ଆଉ ସବୁବେଳେ ମନେ ରଖିବା ଉଚିତ ଯେ ଆମେ ସେ ଜୀବାଣୁକୁ ବା ମାଇକୋବାକ୍ଟରିୟମ୍ ଟ୍ୟୁବରକ୍ୟୁଲୋସିସ୍କୁ ଘୃଣା କରିବା ଦରକାର, ତାକୁ ନିପାତ କରିବା ଦରକାର। ନୁହେଁ କି ଯେ ଆମେ ପେସେଣ୍ଟକୁ ପ୍ରତି ଖରାପ ବ୍ୟବହାର କରିବା। ଆମେ କେବେ ବି ପେସେଣ୍ଟ ପ୍ରତି ଖରାପ ବ୍ୟବହାର କରିବା ଉଚିତ ନୁହଁ। ଆମେ ସବୁବେଳେ କାହାକୁ ନା ରୋଗୀକୁ ନୁହଁ, ସେ ରୋଗ କରୁଥିବା ଜୀବାଣୁଠୁ ହଉ ବା ଭୂତାଣୁ ହଉ, ସେ କିପରି ନିପାତ ହେବ ସେଥିପାଇଁ ଆମେ ଯତ୍ନବାନ ହେବା ଉଚିତ।